ସାତ ଜଣକୁ ଉଠେଇବନି। ଏକରେ ଅହି ବୋଲନ୍ତେ ସାପ ଉଠେଇଲେ ବଜେଇବ ଚୋଟ ବୋପା ନା ପଚାରିଲେ ଆସିବନି ମରିବ। ଦୁଇରେ ନୃପ ବୋଲେ ରାଜା, ରାଜା ଶୋଇଥବ ଯଦି ଉଠେଇଦେବୁ ତା ମୁହଁରୁ ଯଦି ଖରାପ ଥବ ସଇଲା ତ କାମ। ତିନିରେ ଶାର୍ଦୁଳ ବୋଲେ ବାଘ, ଆରେ ବାଘ ଯଦି ଶୋଇଥବ ତାକୁ ଉଠେଇଲେ କଣ ତା ଆଗରେ ଚଟଣି ହବ? ବାଘକୁ ଉଠେଇବନି। ବାଳକ ଛୋଟିଆ ଛୁଆ ଶୋଇଥିବେ, ଏଇ ଉଠୁ ଉଠୁ ଟ୍ୟୁସନ ବେଳ ହେଲାଣି ଉଠୁ, ଏଇ ଉଠୁ ଉଠୁ, ଆକାଶିଆ ହେଇଯିବ ସେ ଛୁଆଟା, ସେନ୍ସଲେସ୍ ହେଇଯାଇପାରେ, ମରି ଯାଇପାରେ। ଅହି ନୃପଞ୍ଚ ଶାର୍ଦୁଳ ବାଳକମ୍ କୀଟି ବୋଲେ ଗଣ୍ଡା, ଗଣ୍ଡାକୁ ଉଠେଇବନି। ଯଦି ଚାଟି ଦବ ଜିଭରେ ଭାଲୁ ଭଳିଆ ଖାଲେ ଲେଖେ ନେଇଯିବ, ଆଉ ସେତକ ଉଇ ହୁଙ୍କା ପାଲଟିଯିବ, ଆଉ ଭଲ ହବନି। ପରଶ୍ୱାନ କୁକୁରକୁ ଉଠେଇବନି। ପାଲା ଗାଇବାକୁ ଆସିଥିଲି ୟା ଘରକୁ, ମୋ ଶଇ ଘରକୁ ଡାକିବା ପାଇଁ, ଆକୁ ଡାକୁ ଡାକୁ ଓହ୍ଲେଇଛି, ଗୋଟେ କୁକୁର ଥିଲା ଯେ ବଜେଇଲା ଯେ ମୋ ଶିର ଛିଣ୍ଡେଇ ଦେଲା। ସାତରେ ହେଲେ ଗୁରୁ, ଗୁରୁଙ୍କୁ ଉଠେଇବନି। କାହିଁକି ଉଠେଇବନି? ନା ଗୁରୁ ହର୍ତ୍ତା କର୍ତ୍ତା ଦୈବ ବିଧାତା, ଇଏ ଗୁରୁ ଇଷ୍ଟ ଦାତା ଶାସ୍ତ୍ରରେ କହି, ଆଉ ସେ ଗୁରୁ ପୟରେ ଲୟ ଦେଲେ ତୁରେ, ଇଏ ଯମଜାତ ନା ବାଧିବ ନାହିଁ ମୋ ବାଇ ମନରେ। ଦିନ ଯାଉଛି ବହି ଦିନ ଯାଉଛି, ଏ ଦିନ ଯାଉଛି ବହି ଦିନ, ସଂସାର ସାଗର ତୋଇ ହେବା ପାଇଁ ଏକମାତ୍ର ଗୁରୁ ନାମ ଟୋଇ ବାଇ ମନରେ। ଦିନ ଯାଉଛି ବହି ଦିନ, ଗୁରୁ ହେଲେ ଇଷ୍ଟ। ଅର୍ଜୁନ କେମିତି ଗୁରୁଙ୍କୁ ଉଠେଇବ? ଯୋଉ ପଲଙ୍କରେ ଶୋଇଥିଲେ ଗୁରୁ, ସେଇ ପଲଙ୍କରେ କଣ କଲା, ଯୋଉ